ନା ଆଗକୁ ଟିକେ ଯିବା କ'ଣ ହେଇଛି ମାନେ ସେଠି କିଏ ଗୋଟେ ବସିଛି ବୋଧେ। ହଁ ଦେଖିଲୁ ପୁଣି ଏଠି ଆସିଲେ ପାଖାପାଖି କ'ଣ ନା କିଏ ଗୋଟେ ବସିଛି ହେଲା କି ଦେଖେ ପୁରା ପୁରା ଦେଖେ କିଏ ଗୋଟେ ବସିଛି ଦେଖେ। ତ ହ୍ୟାଲୋ ଏଭ୍ରିୱାନ୍ କେମିତି ଅଛନ୍ତି ଆପଣମାନେ ଆପଣମାନଙ୍କୁ ଆଉ ଗୋଟେ ବ୍ଲଗ୍କୁ ସ୍ୱାଗତ କରୁଛି। ସଦାବେଳେ ତ ଦିନରେ ବ୍ଲଗ୍ କରେ ତ ଆଜି ଆମ ରାତିରେ ଭିଡ଼ିଓଟି କରୁଛି ଯାହାକି ସମସ୍ତେ ଦେଖିପାରୁଥିବେ ସମସ୍ତେ ଏମିତି ଅଛନ୍ତି ମୋ ଭାଇମାନେ। ଆଉ ଆଜି ହେଲା ଭୂତ ସର୍ଚ୍ଚ ଚାଲିଛି କାହିଁକିନା ଏଇ ବାଟରେ ଯେଉଁ ଆମ ବାଟ ଗୋଟେ ଅଛି ମାନେ ବହୁତ ଭୟଙ୍କର ବାଟ କାହିଁକିନା ସେଠି ଦିନବେଳେ ଯିବା ଆସିବା ହୁଏତ କରନ୍ତି କିନ୍ତୁ ରାତି 7ଟା ହେଲେ ସେ ଜାଗାକୁ କେହି ଯିବା ଆସିବା କରନ୍ତି ନାହିଁ। ଆଉ ସେଠି ମୁଁ ଶୁଣିଛି ମାନେ ମୋ ଭାଇମାନେ କୁହନ୍ତି ସେଠି ଠିଆ ହେଇକି ମାନେ ଲୋକଙ୍କୁ ଡାକେ ରଖେ ହଇରାଣ କରେ ସେମିତି ସିଚୁଏସନ୍ ହେଇଛି। ଠିକ୍ କଥା ନା ନାଇଁ ମାନେ ସେ କ'ଣ ଦେଖିଛୁ କହିଲୁ ସେମିତି କିଛି ସିଚୁଏସନ୍ ହେଇଛି ନା କି? ନା ଏଇ ବାଟେ ଯିବା ଆସିବା ଯିଏ କରନ୍ତି ରାତି ଅଧିକ ହେଲେ 8ଟା 9ଟା 10ଟା ହେଇଗଲେ ଯାହା ବି ହେଲେ ଯେକୌଣସି ଜିନିଷ ଯେମିତି ହେଲେ ଯିବ ଯେମିତି ହେଲେ ଦେଖିବ ଫାଇନାଲ୍ ସେ ଦେଖିବ। କିନ୍ତୁ ଆଜି ଆମେ ଫାଇନାଲ୍ ଆପଣଙ୍କୁ ଦେଖିବୁ ନା ନାହିଁ ସେଇଟା ହୁଏତ ମୁଁ ଜାଣିନି କିନ୍ତୁ ଫିର୍ ବି ଟ୍ରାଏ କରିବୁ। ଆଉ ଆପଣ ଭିଡ଼ିଓକୁ ପୁରା ଏଣ୍ଡ ତକ ଦେଖନ୍ତୁ ଆଉ ଜାରି ରୁହନ୍ତୁ ଭିଡ଼ିଓ। ଏମାନେ ସବୁ ଅଛନ୍ତି ମୋ ଭାଇମାନେ ଆଉ ଆମେ ଟ୍ରଚ୍ ଫ୍ରଚ୍ ସବୁ ଧରିକି ଆଗେଇ ଚାଲିଛୁ। ଚାଲ ସେଇ ବଜେଇ ଚାଲ ସବୁ ଆଗେଇ ଚାଲ। ଆଉ ଏମିତି କିଛି ଅଛି ଆମେ ବାଟରେ ଯାଉଛୁ ଆମ ଭାଗ୍ୟରେ କ'ଣ ଅଛି ଆମେ ଜାଣିନୁ କିଛି ଏମିତି ଅଛି ଆଉ ଆମେ ଯାଉଛୁ ସମସ୍ତେ ମାନେ ସର୍ଚ୍ଚ କରିବାକୁ ସତରେ କି ମିଛରେ ଆମେ ଜାଣିନୁ। ଆଉ ଫିର୍ ବି ଆପଣଙ୍କୁ ଦେଖିବୁ ଶହେ ଠିଆ ହେଇଛି କ'ଣ ଗୋଟେ ଦେଖିଲି ନା କ'ଣ କହିବୁ ଆଗରେ କ'ଣ ହେଇଛି ହଁ ସତରେ ନା କ'ଣ ମାନେ କେଉଁଠି ଏଇ ଜାଗାରେ କାଇଁ ମାନେ ଆସୁ ଆସୁ କି ଟେକା ମାରି ସାରିଲାଣି କ'ଣ କିଛି ବୁଝି ହଉନି କ'ଣ ଗଛ ପତ୍ର ହଲିଲାଣି ଇଏ ହଁ ନା ନା ସତରେ ମାନେ କ'ଣ କିଛି ବୁଝି ହଉନି ମାନେ ଆସୁ କି ଟେକା ମାରିଲାଣି ଆମ ଭିତରୁ କିଏ ଟେକା ମାରିଛି ହଁ ସାରେ ମାନେ ସେଇ ନା ନା ଟେକା ମାରିଲା କିଏ ମାନେ ପଳେଇବା ନା କ'ଣ ଭାଇ ରେ ଭାଇ ଯେଉଁ କହନ୍ତିନି ମାନେ ରିଏଲ୍ ଘଟଣା ଇଏ ହେଲା ବର୍ତ୍ତମାନ ସେ ରିଏଲ୍ ଘଟଣା ମାନେ ଏଇ ଜାଗାରେ ଆମେ ବାଟରେ ଯାଉଛୁ ମାନେ ବାଟ ଯାଇନୁ ମାନେ ଏଠି ଗଛପତ୍ର ବର୍ତ୍ତମାନ ହଲିଲାଣି ତ ପଛକୁ ଯିବ ବୋଲି ଆମର ବେଟର ହେବ ଆଗକୁ ଯିବାଟା ଆମର ଭୁଲ ହେବ ହେଲା କି ତ ଚାଲ ଭାଇ ମାନେ ହେଲା କି ହଁ ଆଗକୁ ଟିକେ ଯିବା ଏ ଆସ ସମସ୍ତେ ଆସ ମାନେ ଆଗରେ କେଉଁ ଟେକା ଫେକା ମାରିଲେଣି ଆଗରେ କିଏ ଟେକା ଫେକା ମାରିଲେଣି ଆସ ହଁ ମାନେ ସେଠି କିଏ ଗୋଟେ ବସିଲା ଭଳିଆ ଲାଗୁଛି ନା ହଁ ଟ୍ରଚ୍ ଫ୍ରଚ୍ ଆମେ ସବୁ ନେଇକି ଆସିଛୁ ହେଲା କି ଆମେ ବି ଆସିଛୁ 5-6 ଜଣ ଡରିବୁନି କିନ୍ତୁ ଆପଣମାନଙ୍କୁ ଦେଖେଇବି ମାନେ କ'ଣ ରିଏଲ୍ ନା ଏଇଟା ଫେକ୍ ମାନେ ଖାଲି ଜଙ୍ଗଲ ଦେଇକି ଯାଉଛୁ ଆମେ। ওই ଗଛଟା ଭାଇ ପୁରା ଅଲଗା ପାୱାର ଗଛଟା ହେଇଛି ମାନେ କ'ଣ ସତରେ ଭାଇ ଆମେ ବହୁତ ଭୟ ଲାଗୁଛି ଏଇ ଜାଗାରେ ଆଉ ଫେରିଯିବୁ ଆମେ ଆଉ ଆଗକୁ ଯାଉଛୁ ଆଉ ଯେଉଁ ପଟେ ଆସିଥିଲୁ ସେଇପଟେ ପଳେଇବୁ ଫାଇନାଲି ଆମେ ପଳାଉଛୁ ମାନେ ବହୁତ ଭୟ ଲାଗୁଛି ଏରିଆରେ ଆଉ ଯେମିତିକି ମାନେ ଲୋକ ଠିଆ ହେଇକି ଡାକୁଛି ସେଇଭଳିଆ ଆକ୍ସନ୍ ଏଠି ହେଉଛି ଆଉ ହଁ ପଳେଇବା ନା ନାଇଁ ଆଗକୁ ହଁ ନା ଆଗକୁ ଟିକେ ଯିବା କ'ଣ ହେଇଛି ମାନେ ସେଠି କିଏ ଗୋଟେ ବସିଛି ବୋଧେ ହଁ ଦେଖିଲୁ ପୁଣି ଏଠି ଆସିଲେ ପାଖାପାଖି କ'ଣ ନା ସେଠି କିଏ ଗୋଟେ ବସିଛି ହେଲା କି ଦେଖେ ପୁରା ପୁରା ଦେଖେ କିଏ ଗୋଟେ ବସିଛି ଦେଖେ ମାନେ ପଳେଇଲା ସିଏ ହଁ ନା ଦେଖେ ଏବେକା ଡେଟ୍ରେ ସିଏ ବସିଛି ଦେଖେ ଦେଖେ ପଳେଇଲା ହଁ ପଳେଇଲାନି ନା ନା ତା ପାଖକୁ ଯିବା କିଏ ସିଏ ନା ସମସ୍ତେ ଆସ ନା ହଁ ନା ଆରେ ଭୟ ଲାଗିଲେ କ'ଣ ହେଉଛି ମାନେ ଦେଖିବା ନା ନାଇଁ ତା ପାଖକୁ ଯାଇକି ବର୍ତ୍ତମାନ କିଏ ସେ ଆସୁନ ଆରେ କିଛି ହେବନି ମାନେ ଭୟ କରିବା ନାହିଁ ହଁ ନା କିଛି ଭୟ କରିବା ନାହିଁ ଆସ ଯିବା ବର୍ତ୍ତମାନ ତା ପାଖକୁ ହେଲା କି ମାନେ ସେ ପଳେଇଲା କୁଆଡ଼େ ଗୋଟେ ନା ରେ ହଁ ଭାଇ ମୋ ଦେହ ମୁଣ୍ଡ ପୁରା ମାନେ ଝାଳ ବାହାରୁଛି ଆଉ ରୁମ ପୁରା ଦେଖୁନ ରୁମ ପୁରା ଶୀତେଇ ଯାଉଛି ଦେଖ ରୁମ ପୁରା ଖାଡ଼ା ହେଇଯାଉଛି ଭାଇ ସତରେ ମାନେ ଏଇଠି ସତରେ ପୁରା ରିଅଲ୍ରେ ଅଛି ହେଲା କି ମାନେ ଏଇ ଜାଗାରେ ବର୍ତ୍ତମାନ କିଏ ଗୋଟେ ବସିଥିଲା ମାନେ ସେ ମାନେ କୁଆଡ଼େ ପଳେଇଲା 2 ସେକେଣ୍ଡରେ କୁଆଡ଼େ ପଳେଇଲା ଆଉ ଯାଇ ହେବନି ହଁ ଭାଇ ମୋତେ ଭୟ ଲାଗୁ ସତରେ ଆଉ ପଳେଇ ତର ସମସ୍ତେ ଭାଇ ପଛକୁ ପଳେଇବାଟା ଆମର ବେଟର୍ ହେବ କାହିଁକିନା ବିଷ୍ଣୁ ପଛକୁ ପଳେଇବାଟା ବେଟର୍ ହେବ ଭାଇ ଆମେ ଦେଖିଲୁ ଆପଣଙ୍କୁ ଦେଖେଇଲି ଯେମିତି ମାନେ ସେଠି ବସିଛି ଭାଇ 2 ସେକେଣ୍ଡ କୁଆଡ଼େ ଗାୟବ ହେଇଗଲା ଆମକୁ ପଛକୁ ଯିବାଟା ଭୟ ଠିକ୍ ହେବ ଭାଇ ଭୟ ଲାଗୁଛି ତ ଆଉ କ'ଣ କହିବି ଭାଇ ତାଙ୍କ ପଛରେ ଆସିକି ଆମେ ଏମିତି ଦେଖିଲୁ ଆଉ ଏମିତି ବାଟରେ ଯାଉଛି ପଙ୍କ ବି ହେଇଛି ଏପଟେ ଆଉ ଦେଖିବା ଆଗରେ ଯାଇକି ସମସ୍ତଙ୍କର ଡିଟେଲ୍ସ ନେବା କ'ଣ କେମିତି କାହାକୁ ଲାଗିଲା
ଆଉ କ'ଣ କିଏ ସବୁ ଦେଖିଛନ୍ତି। ଆଉ ଭିଡ଼ିଓ ଜାରି ରୁହନ୍ତୁ, ମୋତେ ଦେଖାଯାଉନି, ଆଗକୁ ଟର୍ଚ୍ଚ ମାରି ଯିବାକୁ ପଡ଼ିବ। ମାନେ ମୋ ପୁରା ଭାଇ ଭୟ, ମୋତେ ପୁରା ଭୟ ହେଇଗଲା, ପୁରା ରୁମ ଫୁମ ପୁରା ପୁରା ଠିଆ ହେଇଗଲା। ମୋ ଦେହ ମୁଣ୍ଡ ପୁରା ଝାଳ ଏବେ ବା ଡେଟ୍ରେ ବାହାରୁଛି ଏଇଠି, ହେଲା କି। ତ ଫାଇନାଲି ଆମେ ଆସି ପହଞ୍ଚିଗଲୁ, ମାନେ ସେ ଯେଉଁ ଜାଗାରୁ ପୁରା 1/2 କିଲୋମିଟର ଦୂରତାରେ ଆସି ପହଞ୍ଚିଲୁ। ଆଉ ଏମିତି ସବୁ ମୋ ଭାଇମାନେ ସବୁ ବସିଛନ୍ତି, ସବୁ ଗାଡ଼ି ଏମିତି ଥୁଆ ହେଇଛି। ଆମେ ଏଇଠୁ 1/2 କିଲୋମିଟର ଚାଲିକି ଯାଇଥିଲୁ ଆପଣମାନଙ୍କୁ ଏକ୍ସପିରିଏନ୍ସ ଦେଖିବା ପାଇଁ। ଆଉ ହେଲେ କିନ୍ତୁ ଆମ ସାଙ୍ଗରେ ଏମିତି କିଛି ଘଟଣା ଘଟିଲା, ଆମେ ସେଠୁ 10 ମିନିଟ୍ ରହିନୁ, ଫିର୍ ବି ପଳେଇ ଆସିଲୁ ଆମେ। ଆଉ କେମିତି କ'ଣ ତୋର ମାନେ ସେ ଏକ୍ସପିରିଏନ୍ସ ଥିଲା, ମାନେ କ'ଣ ଦେଖିଲୁ କେମିତି କ'ଣ? ଦେଖିଲୁ କ'ଣ ଧଳାଟେ ବସିଥିଲା, ହଁ ଟର୍ଚ୍ଚ ମାରି ଗଲା ଆସିକି କ'ଣ ସେଠୁ ପଳେଇଲା। ଭୟରେ ଆଉ ରହିବାକୁ ଇଚ୍ଛା ହେଲାନି। ଆଉ ତତେ ଭୟ ଲାଗିଲା? ଭୟ ମାନେ ଝାଳ ବାହାରିଲା। ଭାଇ ସତରେ ମୋର ତ ରୁମ ଫୁମ ପୁରା ଠିଆ ହେଇଗଲା। କେମିତି କ'ଣ କୃଷ୍ଣ ତୁ ବି ଦେଖିଛୁ ନା ନାଇଁ? ମତେ କହନି ସେ ଜାଗାକୁ ଯିବା ପୁରା ଭୟ ବସେଇ ତତେ କେମିତି କ'ଣ ଲାଗିଲା, ମାନେ ସେ ଜାଗାକୁ ଯାଇକି? ମାନେ ତୁ ଯୋଉ ସତରେ ଦେଖିଲା, ଆମେ ଯୋଉ ପୁରା ଧଳା ଲୁହା ପିନ୍ଧିକି ବସିଛି, ଭାଇ ସେ ଶଙ୍ଖ ବି ଡାଇରେକ୍ଟ ସେ ତଳକୁ ପଳେଇଲା। ମାନେ କେମିତି କ'ଣ ଲାଗିଲା ତତେ ଦେଖିକି? ମତେ ଲାଗିଲା ଆଉ ଜୀବନରେ ଏଠିକି ନ ଆସିବା ହିଁ ଠିକ। ଆମେ 1/2 କିଲୋମିଟର ଚାଲି ମାନେ ଗାଡ଼ି ଥୋଇକି ସେଠିକି ଯାଇଥିଲୁ, ମାନେ ଏତେ ଖରାପ ଲାଗିଲା। ମାନେ ସେ ଜାଗାରେ ମାନେ ଯୋଉଟା ଆକ୍ସନ ସେଠି କଲା, ଆମେ ପୁରା ଭୟରେ ପଳେଇ ଆସିଲୁ। ସହି କ'ଣ କେମିତି ତତେ ଲାଗିଲା? ରୁମ ପୁରା ଟାଙ୍କି ଗଲା, ତୋର ବି ପୁରା ଠିଆ ହେଇଗଲା। ମୋର ଭାଇ ପୁରା ଝାଳ ଫାଳ ବାହାରିଗଲା। ସାର୍ ତମେ କ'ଣ କେମିତି? ସାର୍ ଆମର ସିନ୍ଦୁର ଫିନ୍ଦୁର ମାରିକି ଯାଇଥିଲେ ମାଆଙ୍କୁ ଡାକିକି। ବୟସ୍କ ଲୋକ ବି କହୁଥିଲେ ଧରିବା ପାଇଁ କହିଲେ, ପଳେଇ ଆସିଲେ। ବୟସ୍କ ଲୋକ ଆମେ ଭିଡିଓ ବନେଇବାକୁ ଗଲା ଭିତରେ ଆମକୁ ମନା କରୁଥିଲେ। ହଁ ଆମକୁ ସେଠି ଯିବାକୁ ମନା କରିଥିଲେ, କହିଲେ ସେ ଏରିଆକୁ ଯାଅନି, ସେଠି ମାନେ ତମକୁ ଡାଇରେକ୍ଟ ସେ ଦେଖାଦବ। ଫିର୍ ବି ଆମେ ଡାଇରେକ୍ଟ ଦେଖିଲୁ ଆଖିରେ। କିନ୍ତୁ ଟୁନା ତୁ କ'ଣ କେମିତି କହିବୁ, ମାନେ ସେ ଦେଖିଲୁ? ଏମିତି ଜାଗା ମୁଁ କେବେ ଦେଖିନି, ଦେଖିନି ମାନେ ଏମିତି ମତେ ଭୟ ହେଇଗଲା। ମାନେ ଇଏ ପୁରା ଯାଇ ପୁରା ପୁରା ମାଛ ଫାଛ ଧରିବାକୁ ଯାଏ ସେ ଜଙ୍ଗଲ ଭିତରକୁ, କିନ୍ତୁ ଡାଇରେକ୍ଟ ପୁରା ଧଳା ଲୁହା ପିନ୍ଧି ଡାଇରେକ୍ଟ ଠିଆ ହେଲା। ହଉ ଠିକ ଅଛି, ରାସ୍ତା ସେ ହଉ ଠିକ ଅଛି। ଏମିତି ସବୁ ମୁହଁ ତାଙ୍କର ସବୁ ଦେଖୁଥିବେ, ମାନେ ସମସ୍ତଙ୍କୁ ଭୟ ଲାଗୁଛି। ମାନେ ପୁରା ଯେହେତୁ ପୁରା ଆଖି ଆଗରେ ସେ ଦେଖିଲେ ଧଳା ଲୁହା ପିନ୍ଧିକି ବସିଛି, ଏଠୁ ସେଠିକି ପଳେଇଲା, ମାନେ ସମସ୍ତେ ଭୟ କରୁଛନ୍ତି। ଆଉ ଏତିକି ଭିଡ଼ିଓରେ ଆମେ ଏଣ୍ଡ କରୁଛୁ। ଦେଖା ହେବା ନେକ୍ସଟ ବ୍ଲଗରେ।